ଲୁଇସ୍ XIV ଭର୍ସାଇଲ୍ ପ୍ୟାଲେସ୍ ପରି ବିଶାଳ ପ୍ରୋଜେକ୍ଟରେ ବହୁତ ପଇସା ଖର୍ଚ୍ଚ କରିଥିଲେ। ଏହାଛଡ଼ା ଲୁଇସ୍ XV ଓ ଲୁଇସ୍ XVI ସମୟରେ ରାଜ ପରିବାରର ବ୍ୟାଙ୍କୁଏଟ୍ ଓ ଫେଷ୍ଟିଭାଲ ପାଇଁ ମଧ୍ୟ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲା। ବ୍ୟାଙ୍କୁଏଟ୍ର ଅର୍ଥ ହେଉଛି ବଡ଼ ଭୋଜି, ଯାହାକି ସ୍ପେସିଆଲ ଇଭେଣ୍ଟରେ ହୁଏ। ଏହାଛଡ଼ା କ୍ୱିନ୍ ମେରୀ ଆଣ୍ଟୋନେଟ୍ଙ୍କ ବ୍ୟକ୍ତିଗତ ଖର୍ଚ୍ଚ ମଧ୍ୟ ଆର୍ଥିକ ସଙ୍କଟକୁ ଆହୁରି ବଢ଼ାଇ ଦେଇଥିଲା। ଏହା ସହିତ ଫ୍ରାନ୍ସ 7 ଇୟର୍ ୱାର୍ସ ଓ ଆମେରିକାନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସରେ ଅଂଶଗ୍ରହଣ କରିଥିଲା। ଏହି ଯୁଦ୍ଧଗୁଡ଼ିକ ଫ୍ରାନ୍ସର ଅର୍ଥନୀତିର ମେରୁଦଣ୍ଡକୁ ଦୁର୍ବଳ କରିଦେଇଥିଲା। ସାଙ୍ଗମାନେ ମନେ ରଖନ୍ତୁ, ଯୁଦ୍ଧ କେବଳ ଜିତିବାର ପ୍ରଶ୍ନ ନୁହେଁ, ତାହାର ଖର୍ଚ୍ଚ ମଧ୍ୟ କୌଣସି ଦେଶକୁ ଦେବାଳିଆ କରିଦେଇପାରେ। ସବୁଠାରୁ ବଡ଼ ସମସ୍ୟା ଥିଲା ଫରାସୀ ରାଜାମାନଙ୍କ ପାଖରେ କୌଣସି ନିୟମିତ ବଜେଟ୍ କିମ୍ବା ଋଣ ନିୟନ୍ତ୍ରଣର ଯୋଜନା ନଥିଲା। ଫଳରେ ଜାତୀୟ ଋଣ ବଢ଼ି ଚାଲିଲା ଏବଂ ଶେଷରେ ରାଜକୋଷ ପ୍ରାୟ ଖାଲି ହୋଇଗଲା। ଖାଲି ଜାତୀୟ ରାଜକୋଷ ହିଁ ସେ ଚିଙ୍ଗାରେ ଥିଲା ଯାହା ଫରାସୀ ବିପ୍ଳବର ନିଆଁକୁ ପ୍ରଜ୍ୱଳିତ କରିଦେଲା। ସାଙ୍ଗମାନେ ଏବେ ଆସନ୍ତୁ ହେଭି ଟ୍ୟାକ୍ସ ବିଷୟରେ ବୁଝିବା। ଫ୍ରେଞ୍ଚ ଗଭର୍ଣ୍ଣମେଣ୍ଟ ଥାର୍ଡ଼ ଇଷ୍ଟେଟ୍ ଠାରୁ ବିଭିନ୍ନ ପ୍ରକାରର ତୁମର ହେଭି ଟ୍ୟାକ୍ସେସ୍ ଗୁଡ଼ିକ ଆଦାୟ କରୁଥିଲା, ଯେତେବେଳେ କି ଫାର୍ଷ୍ଟ ଇଷ୍ଟେଟ୍ ଓ ସେକେଣ୍ଡ ଇଷ୍ଟେଟ୍କୁ ପ୍ରାୟତଃ ତୁମର ଟ୍ୟାକ୍ସରୁ ମୁକ୍ତ କରିଦିଆଯାଇଥିଲା। ଏହା ଆହୁରି ଅନ୍ୟାୟପୂର୍ଣ୍ଣ ଲାଗୁଥିଲା କାରଣ ଫାର୍ଷ୍ଟ ଇଷ୍ଟେଟ୍ ଓ ସେକେଣ୍ଡ ଇଷ୍ଟେଟ୍ ମିଶିକି ଫ୍ରାନ୍ସର ପ୍ରାୟ 40% ନ୍ୟାସନାଲ ୱେଲ୍ଥ ଧରିଥିଲେ। ଅର୍ଥାତ୍ ଯେଉଁମାନଙ୍କ ପାଖରେ ଅଧିକ ଧନସମ୍ପତ୍ତି ଥିଲା ସେମାନଙ୍କ ଉପରେ ଟ୍ୟାକ୍ସ ବର୍ଡନ କମ୍, ଆଉ ଯେଉଁ ଥାର୍ଡ଼ ଇଷ୍ଟେଟ୍ ଆର୍ଥିକ ଭାବେ ଅଧିକ ଚାପରେ ଥିଲା ସେମାନଙ୍କ ଉପରେ ଟ୍ୟାକ୍ସ ବର୍ଡନ ବହୁତ ଅଧିକ ଥିଲା। ବନ୍ଧୁଗଣ, ଥାର୍ଡ଼ ଇଷ୍ଟେଟ୍ ଠାରୁ 3ଟି ଡାଇରେକ୍ଟ ଟ୍ୟାକ୍ସେସ୍ ନିଆଯାଉଥିଲା। ସେଗୁଡ଼ିକ ହେଉଛି ଟାଏଲ୍ସ ଅର୍ଥାତ୍ ଲ୍ୟାଣ୍ଡ ଟ୍ୟାକ୍ସ, କ୍ୟାପିଟେସନ୍ ଅର୍ଥାତ୍ ପ୍ରୋଡକ୍ସନ୍ ଟ୍ୟାକ୍ସ ଏବଂ ଭେଣ୍ଟିମ୍ ଅର୍ଥାତ୍ ଇନକମ୍ ଟ୍ୟାକ୍ସ। କଣ୍ଟ୍ରାକ୍ଟ ଅଫ୍ ପଇସି ଅନୁସାରେ କ୍ଲେର୍ଜି କେବଳ ଭଲେଣ୍ଟାରୀ ଟ୍ୟାକ୍ସ ଦେଉଥିଲେ, ତେଣୁ ସେମାନଙ୍କୁ ଥାର୍ଡ଼ ଇଷ୍ଟେଟ୍ ପରି ସମାନ ଇକୋନୋମିକ୍ ହାର୍ଡସିପ୍ ଫେସ୍ କରିବାକୁ ପଡ଼ୁନଥିଲା। ଏହାଛଡ଼ା ରୋୟାଲ ଏବଂ ଫିଉଡାଲ ଅର୍ଥାତ୍ ସିଗ୍ନୋରିଆଲ ଟ୍ୟାକ୍ସେସ୍ ମଧ୍ୟ ଆଦାୟ କରାଯାଉଥିଲା, ଯେଉଁଥିରେ କର୍ଭି ଅର୍ଥାତ୍ ବାଧ୍ୟତାମୂଳକ ଶ୍ରମ ମଧ୍ୟ ଅନ୍ତର୍ଭୁକ୍ତ ହୋଇକି ରହିଥିଲା। ଆଉ ଗୋଟିଏ ବହୁତ ଅନପପୁଲାର ଟ୍ୟାକ୍ସ ଥିଲା ଗିଭେଲ ଅର୍ଥାତ୍ ସଲ୍ଟ ଟ୍ୟାକ୍ସ। ସାଙ୍ଗମାନେ, ଆମେ ଏହି ଟ୍ୟାକ୍ସ ବିଷୟରେ ସୋସିଆଲ କଣ୍ଡିସନରେ ଅଲରେଡ଼ି ପଢ଼ି ସାରିଛୁ। ଏହାର କଲେକ୍ସନ ସିଷ୍ଟମ ଏତେ ଖରାପ ଥିଲା ଯେ ଲୋକମାନଙ୍କ ମଧ୍ୟରେ ଗିଭେଲ ପ୍ରତି ଭୟଙ୍କର ଅସନ୍ତୋଷ ଥିଲା। ଏହି ଟ୍ୟାକ୍ସର କଲେକ୍ସନ ପ୍ରାଇଭେଟ୍ କଲେକ୍ଟରମାନଙ୍କୁ କଣ୍ଟ୍ରାକ୍ଟ ଦିଆଯାଉଥିଲା। ସେମାନେ ଗଭର୍ଣ୍ଣମେଣ୍ଟ ଯେତିକି ଟ୍ୟାକ୍ସ ଚାହୁଁଥିଲା ତାଠାରୁ ବି ଅଧିକ ଆଦାୟ କରୁଥିଲେ। ଫଳରେ ଥାର୍ଡ଼ ଇଷ୍ଟେଟ୍ ଉପରେ ଇକୋନୋମିକ୍ ବର୍ଡନ ଆହୁରି ବଢ଼ିଗଲା। ସାଙ୍ଗମାନେ, ଏବେ ପ୍ରଶ୍ନ ଥିଲା ଯେ ଏହି ସଙ୍କଟକୁ ରୋକିବା ପାଇଁ କେହି ଚେଷ୍ଟା କରିନଥିଲେ କି?